145 বল 100 ରନ୍, 178 ବଲ୍ 134 ରନ୍, 12ଟି ଚୌକା 6ଟି ଛକା। ଭାରତର ଉପ ଅଧିନାୟକ ରିଷଭ ପନ୍ତ ମାରିଛନ୍ତି ଦମଦାର ଧୁଆଁଧାର ବ୍ୟାଟିଂ। ସେ ଏହି ଶତକ ବଳରେ 7 ଥର ପାଇଁ ଟେଷ୍ଟରେ ଶତକ ହାସଲ କରିଛନ୍ତି। ରିଷଭ ପନ୍ତଙ୍କ ନାମରେ ରହିଛି ଅନେକ ରେକର୍ଡ। ଚାଲନ୍ତୁ ଜାଣିବା କୋଉ କୋଉ ରେକର୍ଡ ରହିଛି ରିଷଭ ପନ୍ତଙ୍କ ନାମରେ। ରିଷଭ ପନ୍ତ ଲଣ୍ଡନ, ସିଡନୀ, ଅହମ୍ମଦାବାଦ, କେପଟାଉନ, ଚେନ୍ନାଇ ଓ ବର୍ତ୍ତମାନ ଲିଡ୍ସରେ ମାରିଛନ୍ତି ଶତକ। ଏହି ଶତକ ବଳରେ ସେ 7 ଥର ପାଇଁ ଟେଷ୍ଟରେ ଶତକ ହାସଲ କରିଛନ୍ତି। ରିଷଭ ପନ୍ତ ଭାଙ୍ଗିଲେ ଧୋନିଙ୍କ ରେକର୍ଡ। କିପର ହିସାବରେ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ। ଧୋନି 6ଟି ଶତକ କରିଥିଲା ବେଳେ ଟେଷ୍ଟରେ ରିଷଭ ପନ୍ତ ମାରିଛନ୍ତି 7ଟି ଶତକ। ଧୋନିଙ୍କର ବିଦେଶ ମାଟିରେ ଗୋଟେ ବି ଶତକ ନଥିଲା ବେଳେ ରିଷଭ ପନ୍ତଙ୍କ ରହିଛି ବିଦେଶ ମାଟିରେ 5ଟି ଶତକ। ରିଷଭ ପନ୍ତ ନାମରେ ଆହୁରି ମଧ୍ୟ ଅନେକ ରେକର୍ଡ ରହିଛି, ଯିଏକି ସେ 44ଟି ମ୍ୟାଚ୍ ଖେଳି 76 ଇନିଂସରେ 3082 ରନ୍ କରିଛନ୍ତି ଓ 15ଟି 50 ମଧ୍ୟ ସେ ପୂର୍ଣ୍ଣ କରିଛନ୍ତି। 7ଟି ଶତକ ପୂର୍ଣ୍ଣ କରିଛନ୍ତି। ରିଷଭ ପନ୍ତ ଭାଙ୍ଗିବେ ରୋହିତ ଶର୍ମା ଓ ବୀରେନ୍ଦ୍ର ସେବାଗଙ୍କ ରେକର୍ଡ। ରୋହିତ ଶର୍ମାଙ୍କ ନାମରେ ରହିଛି 88ଟି ଛକା, ବୀରେନ୍ଦ୍ର ସେବାଗଙ୍କ ନାମରେ ରହିଛି 90ଟି ଛକା ଓ ରିଷଭ ପନ୍ତଙ୍କ ନାମରେ ରହିଛି 79 ଛକା। ଯଦି ରିଷଭ ପନ୍ତ ଆଉ ମାତ୍ର 10ଟି କିମ୍ବା 11ଟି ଛକା ମାରୁଛନ୍ତି ତାହେଲେ ରୋହିତ ଶର୍ମା ଓ ବୀରେନ୍ଦ୍ର ସେବାଗଙ୍କ ରେକର୍ଡ ମଧ୍ୟ ଭାଙ୍ଗିଯିବ ଛକାରେ। ସବୁଠୁ ବଡ଼ କଥା ହେଉଛି IPL ଆପଣମାନେ ଦେଖିଥିବେ ଯେତେବେଳେ ରିଷଭ ପନ୍ତ ଲକ୍ଷ୍ନୌ ତରଫରୁ ଶେଷ ମ୍ୟାଚ୍ ଖେଳୁଥିଲେ ଶତକ ହାସଲ କରିଥିଲେ ଏବଂ ଏହି ଶତକ ହାସଲ ପରେ ରିଷଭ ପନ୍ତ 360 ଡିଗ୍ରୀ ସେଲିବ୍ରେସନ୍ କରିଥିଲେ। ଏହାକୁ ଦେଖି ମଧ୍ୟ ସମସ୍ତ ଫ୍ୟାନ୍ସ ଖୁସି ହେଇଥିଲେ। ଆଉ ବର୍ତ୍ତମାନ ଗତକାଲି ମଧ୍ୟ ସେଇଭଳି ହେଇଥିଲେ, ଯେତେବେଳେ ରିଷଭ ପନ୍ତ ଶତକ ହାସଲ କରେ ଏବଂ ସେହି ସେଲିବ୍ରେସନ୍ କଲେ 360 ଡିଗ୍ରୀ ସେଲିବ୍ରେସନ୍, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ଡ୍ରେସିଂ ରୁମ୍ରେ ସମସ୍ତ ଖେଳାଳି ଛିଡ଼ା ହୋଇ ତାଙ୍କୁ ଷ୍ଟାଣ୍ଡଅପ୍ ଉତ୍ସାହ କରିଥିଲେ। ରିଷଭ ପନ୍ତଙ୍କ ଫର୍ମକୁ ଫେରି ଆସିବା ଭାରତ ପାଇଁ ଖୁସି ଖବର। ରିଷଭ ପନ୍ତ ଯେଉଁଭଳି ଭାବେ ବ୍ୟାଟିଂ କଲେ IPL ମଧ୍ୟ ଜିରୋ ଥିଲେ, କିନ୍ତୁ ଏବେ ଟେଷ୍ଟରେ ହିରୋ ହୋଇଛନ୍ତି। ରିଷଭ ପନ୍ତ ଶତକ ବେଳେ ଭାରତ ଏକ ଦମଦାର ରନ୍ ମଧ୍ୟ ଛିଡ଼ା କରିଛି ଇଂଲଣ୍ଡ ଆଗରେ। ଆପଣ ଦର୍ଶକ କମେଣ୍ଟ କରି କୁହନ୍ତୁ ରିଷଭ ପନ୍ତଙ୍କ ଏହି ବ୍ୟାଟିଂ ଆପଣ କେତେ ଖୁସି ଅଛନ୍ତି ଏବଂ ରିଷଭ ପନ୍ତଙ୍କୁ ଆପଣ କେତେ ଭଲ ପାଆନ୍ତି।